ମହାଦେବଙ୍କର ପ୍ରିୟ ପୁଷ୍ପ। ଯଦି ଆପଣମାନେ ମହାଦେବଙ୍କର ପୂଜା କରୁଛନ୍ତି ତାହେଲେ ଜାଣିବା ଦରକାର ଯେ ମହାଦେବଙ୍କର କୋଉ କୋଉ ଫୁଲରେ ଅତି ଶ୍ରଦ୍ଧା ବା ମହାଦେବଙ୍କର କୋଉ ଫୁଲଟି ଅତି ପ୍ରିୟ। ଆପଣମାନେ ଯେତେବେଳେ ଫୁଲ ଅର୍ପଣ କରିବେ ମହାଦେବଙ୍କୁ କୋଉ ଫୁଲ ଚଢ଼େଇଲେ ମହାଦେବ ଆପଣଙ୍କ କଥାଟି ଶୀଘ୍ର ଶୁଣିବେ। ତେବେ ଏହି ଭିଡ଼ିଓ ମାଧ୍ୟମରେ ଆସନ୍ତୁ ଜାଣିବା ମହାଦେବଙ୍କର ଅତି ପ୍ରିୟ ପୁଷ୍ପ ଗୁଡ଼ିକ ବା ଅତି ପ୍ରିୟ ଜିନିଷ ଗୁଡ଼ିକ କଣ କଣ। ନମସ୍କାର, ଜୟ ଜଗନ୍ନାଥ। ସମସ୍ତ ୟୁଟ୍ୟୁବର ଦର୍ଶକଙ୍କୁ ମୋର ନମସ୍କାର। ପ୍ରିୟ ଦର୍ଶକ ବନ୍ଧୁ, ସ୍ୱାଗତ କରୁଛି ଆମର ୟୁଟ୍ୟୁବ ଚ୍ୟାନେଲ ପ୍ରାର୍ଥନା ଦୁନିଆକୁ। ଆଜି ଆମେ ଜାଣିବା ମହାଦେବଙ୍କର ପ୍ରିୟ ପୁଷ୍ପ। ଦେଖନ୍ତୁ, ମହାଦେବ ହେଉଛନ୍ତି ଭୋଳାନାଥ, ତେଣୁ ତାଙ୍କୁ ପ୍ରସନ୍ନ କରିବା ଅତି ସହଜ। ଖାସ୍ କରି ତାଙ୍କ ଶିବଲିଙ୍ଗରେ ଆପଣମାନେ ଟିକେ ଜଳ ଅର୍ପଣ କରିଦିଅନ୍ତୁ, ଟିକେ ଜଳ ଲାଗି କରି ଦିଅନ୍ତୁ, ତାହେଲେ ସେ ସମସ୍ତ ମନୋକାମନାକୁ ପୂରଣ କରିଦିଅନ୍ତି। ସେହିଭଳି ଯେତେବେଳେ ଆପଣମାନେ ମହାଦେବଙ୍କର ପୂଜା କରିବା ପାଇଁ ଯାଉଛନ୍ତି ବା ଦର୍ଶନ କରି ଯାଉଛନ୍ତି, ଆପଣ ତ ଖାଲି ହାତରେ କେବେ ଯିବେନି। କାହିଁକି ନା ମନ୍ଦିରକୁ ବା ଯେକୌଣସି ଆପଣ ଦେବତାଙ୍କୁ ବା ଦର୍ଶନ କରିବା ପାଇଁ ଯାଆନ୍ତୁ, ଖାଲି ହାତରେ କେବେ ହେଲେ ମନ୍ଦିର ଯିବା ଅନୁଚିତ। ତେଣୁ ଯେତେବେଳେ ଯୋଉଠିକି ଯିବେ କିଛି ନା କିଛି ନେଇକି ଯିବେ। ଯଦି କିଛି ନେଇ ପାରୁନାହାନ୍ତି, ପତ୍ର ବା ଫୁଲ ନେଇ ଚାଲିଯାଆନ୍ତୁ। ଯଦି ମହାଦେବଙ୍କର ଦର୍ଶନ ପାଇଁ ଯାଉଛନ୍ତି ତାହେଲେ କିଛି ବେଲପତ୍ର ନେଇଯାଆନ୍ତୁ, ସାଙ୍ଗରେ କେତୋଟି ଦୁବ ନେଇଯାଆନ୍ତୁ, କିଛି ତୁଳସୀ ମଞ୍ଜରୀ ନେଇଯାଆନ୍ତୁ। ଏସବୁ ସଂଗ୍ରହ କରିବା ପାଇଁ ଆପଣଙ୍କୁ ବା କିଛି ସମୟ ଦେବ, କିନ୍ତୁ ଆପଣଙ୍କର ପଇସା କିଛି ବି ଖର୍ଚ୍ଚ ହବନି। ମହାଦେବଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଯଦି ତାଙ୍କର ପ୍ରିୟ ପୁଷ୍ପ ଗୁଡ଼ିକ କଥା କହିବା, ଦେଖନ୍ତୁ, ଅରଖ ଫୁଲ ମହାଦେବଙ୍କର ଅତି ପ୍ରିୟ ଫୁଲ। ଆପଣମାନେ ଅରଖର ଫୁଲ ଗୁଡ଼ିକ ମାଳ କରିକି ମହାଦେବଙ୍କୁ ଚଢ଼ାଇ ପାରିବେ। ଚଢ଼େଇଲେ ବହୁତ ମହାଦେବ ପ୍ରସନ୍ନ ହେବେ। କନିଅର ଫୁଲ ମହାଦେବଙ୍କର ପ୍ରିୟ ପୁଷ୍ପ। ଦୁଦୁରା ଫୁଲ ମହାଦେବଙ୍କର ପ୍ରିୟ ଫୁଲ। ମହାଦେବଙ୍କୁ ଦୁଦୁରା ଫୁଲ ଅର୍ପଣ କଲେ ମହାଦେବ ଖୁସି ହୁଅନ୍ତି। ଠିକ୍ ସେହିପରି ମନ୍ଦାର ଫୁଲ ବି ଆପଣମାନେ ମହାଦେବଙ୍କୁ ଅର୍ପଣ କରିପାରିବେ। ମନ୍ଦାର ଫୁଲ ଚଢ଼େଇଲେ ମହାଦେବଙ୍କୁ ବହୁତ ଖୁସି ହୁଅନ୍ତି। ଦେଖନ୍ତୁ, ଯଦି ଆମେ କହିବାକୁ ଗଲେ ପ୍ରତ୍ୟେକ ଫୁଲ ଏବଂ ଫଳକୁ ପ୍ରାୟତଃ ମହାଦେବଙ୍କୁ ଅର୍ପଣ କରିହେବ। ଖାସ୍ କରିକି ଯୋଉ ଫୁଲ ଫଳ ଆଉ କୌଣସି ଦେବତାଙ୍କ ପାଖରେ ଲାଗେନି, କିନ୍ତୁ ସେ ଜିନିଷଟି ମହାଦେବଙ୍କ ପାଖରେ ଲାଗେ। ଆପଣ ଜାଣିଥିବେ ଗଞ୍ଜେଇର ଜଟା ବା ପତ୍ର ମହାଦେବଙ୍କ ପାଖରେ ଖାଲି ଲାଗେ, ଆଉ ଅନ୍ୟ କୌଣସି ଦେବତାଙ୍କ ପାଖରେ ପ୍ରାୟ ଲାଗେନି, କିନ୍ତୁ ମହାଦେବଙ୍କ ପାଖରେ ଲାଗେ। ତେଣୁ ଆପଣମାନେ ମଧ୍ୟ ନିଜ ମନୋକାମନା ପାଇବା ପାଇଁ ଯଦି ଗଞ୍ଜେଇ ଗଛର ପତ୍ର ବା ଗଞ୍ଜେଇ ଅର୍ପଣ କରନ୍ତି, ତାହେଲେ ମଧ୍ୟ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ। ତେବେ ସେହିପରି ମହାଦେବଙ୍କୁ ଆପଣମାନେ ନୀଳ ଅପରାଜିତା ହଉ ବା ଧଳା ଅପରାଜିତା ହଉ, ଅପରାଜିତ ଫୁଲ ଅର୍ପଣ କରନ୍ତୁ। ମହାଦେବଙ୍କୁ ମଲ୍ଲି ଫୁଲ ମାଳଟିଏ ଗୁନ୍ଥିକି ଦିଅନ୍ତୁ, ସେ ବହୁତ ଖୁସି ହୁଅନ୍ତି। ମହାଦେବଙ୍କୁ ଆପଣମାନେ ଚମ୍ପା ଫୁଲ ଅର୍ପଣ କରନ୍ତୁ, ଚମ୍ପା ଫୁଲର ମାଳଟିଏ କରି ଅର୍ପଣ କରନ୍ତୁ, ମହାଦେବ ମଧ୍ୟ ବହୁତ ଖୁସି ହେବେ। ଠିକ୍ ସେହିପରି ମହାଦେବଙ୍କର ଯେତେବେଳେ ବିଶେଷ ପୂଜା କରାଯାଏ, ଖାସ୍ କରିକି ରୁଦ୍ର ଅଭିଷେକ ଯେତେବେଳେ କରାଯାଏ, ସେତେବେଳେ ମହାଦେବଙ୍କୁ ପଦ୍ମ ଫୁଲ ଅର୍ପଣ କରାଯାଏ। ମହାଦେବଙ୍କର ଯେତେବେଳେ ଦର୍ଶନ କରିବା ପାଇଁ ଯାଉଛନ୍ତି, ଯଦି ଆପଣମାନେ କୋଉଠି ପଦ୍ମ ଫୁଲ ଆଖପାଖରେ ନଜର ପଡ଼ିଲା ବା ପଦ୍ମ ଫୁଲ ନେଇକି ଯାଇକି ଅର୍ପଣ କରନ୍ତୁ, ତାହେଲେ ମହାଦେବ ଆପଣଙ୍କ କଥା ଶୀଘ୍ର ଶୁଣନ୍ତି। ଖାସ୍ କରିକି ନୀଳ ପଦ୍ମରେ ମହାଦେବଙ୍କର ଅତି ଲୋଭ, ତେଣୁ ନୀଳ ପଦ୍ମ ଯଦି ପାଇବେ ତାହେଲେ ନିହାତି ଭାବରେ ନେଇକି ଅର୍ପଣ କରିବେ। ତେବେ ମହାଦେବଙ୍କୁ ପ୍ରତ୍ୟେକଟି ସୁଗନ୍ଧିତ ଫୁଲ ଆପଣମାନେ ଅର୍ପଣ କରିପାରିବେ। ଯେମିତିକି ମୁଁ ପୂର୍ବରୁ କହିଲି, ଯୋଉ ଫୁଲ ଅନ୍ୟ ଦେବତାମାନଙ୍କୁ ଚଢ଼େଇ ସେ ଜିନିଷକୁ ଆପଣମାନେ ମହାଦେବଙ୍କୁ ଚଢ଼େଇ ପାରିବେ।
ତେଣୁ ଯେତେବେଳେ ମହାଦେବଙ୍କ ଦର୍ଶନ ପାଇଁ ଯାଉଛନ୍ତି କମ୍ ସେ କମ୍ ମେଞ୍ଚେ ଗୁଡ଼ିଏ ଫୁଲ ନେଇଯାଆନ୍ତୁ। ଆଉ ଯଦି ନଡ଼ିଆ କଦଳୀ ଭୋଗ କରିବା ପାଇଁ ଆପଣଙ୍କ ପାଖରେ ପଇସା ନାହିଁ, କିଛି ଅସୁବିଧା ନାହିଁ। ଆପଣମାନେ ଖାଲି ପାଣି ଟିକେ, କିଛି ଫୁଲ, ବେଲପତ୍ର ଏତିକି ହେଲେ ନେଇକି ଯାଆନ୍ତୁ। ଦେଖିବେ ମହାଦେବ ଆପଣଙ୍କର ସମସ୍ତ ମନୋକାମନା ନିହାତି ଭାବରେ ପୂରଣ କରିବେ। ତେବେ ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ନିଶ୍ଚିତ ଭଲ ଲାଗିଥିବ। ରହିଲି, ଜୟ ଜଗନ୍ନାଥ।